ଶୂର୍ପଣଖା ଦିନେ ଗୋଦାବରୀ ନଦୀରେ ସ୍ନାନ ସାରି ଆସୁଥିବା ବେଳେ ଦେଖିବାକୁ ପାଇଲା ଯେ କେତେ ଗୁଡ଼ିଏ ପାଦ ଚିହ୍ନ ପଡ଼ିଛି ଆଗକୁ। ଏ ପାଦ ଚିହ୍ନ ମାନଙ୍କୁ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା। ବୋଲା ଏମିତି ଏଇ ବନରେ ବା ଏଇ ନଦୀକି ଅନେକ ଗୁଡ଼ିଏ ଲୋକ ସ୍ନାନ କରିବାକୁ ଆଉଛନ୍ତି। ସମସ୍ତଙ୍କର ପାଦ ଚିହ୍ନ ମାନଙ୍କୁ ତ ମୁଁ ଦେଖିଛି। ଅନ୍ତତଃ 14,000 ରାକ୍ଷସ ମୋତେ ଜଗିବା ପାଇଁ ରାମଙ୍କ ନିର୍ଦ୍ଦେଶରେ ନିଯୁକ୍ତି ପାଇଛନ୍ତି। ତା ବ୍ୟତୀତ 14,000 ବାବାଜୀ ଏଠି ତପସ୍ୟା କରୁଛନ୍ତି। ସମସ୍ତେ ଗୋଦାବରୀରେ ଗାଧଉଛନ୍ତି। ସମସ୍ତଙ୍କର ପାଦ ଚିହ୍ନ ପଡ଼ିଛି, କିନ୍ତୁ ଏ ପାଦ ଚିହ୍ନଟା ନିଆରା ପାଦ ଚିହ୍ନ। କାହିଁକି ନିଆରା ପାଦ ଚିହ୍ନ? ନାଇଁ, ଯୋଡ଼ିଏ ପାଦ ଜଣକର ଦେଖିଲା ଯେ 18ଟି ଚିହ୍ନ ରହୁଛି, ଆଉ ଯୋଡ଼ିଏ ପାଦ ଦେଖିଲା ଯେ ଆଉ ଜଣକର 19ଟି ଚିହ୍ନ ରହୁଛି। ଏ ପାଦରେ ଚିହ୍ନ ଥିବା କଥାଟା ତାକୁ ଆଶ୍ଚର୍ଯ୍ୟ ଲାଗିଲା। ବୋଲା ଏମାନେ କିଏ, ସେ କେଉଁଠି ରହନ୍ତି, କ'ଣ ପାଇଁ ଏଠିକି ଆସିଛନ୍ତି, ଏଠୁ ସ୍ନାନ ସାରି ଗଲାବେଳେ ସେମାନେ କେଉଁଠି ଅଛନ୍ତି। ତାଙ୍କୁ ନିରୀକ୍ଷଣ କରି ପାଦ ଚିହ୍ନ ବାରି ବାରି ଆସି ସେ ପହଞ୍ଚି ଯାହା ଦେଖିଲା, ପର୍ଣ୍ଣକୋଟୀର ମଧ୍ୟରେ ଯୋଡ଼ିଏ ପର୍ଣ୍ଣକୋଟୀର ତିଆରି ହେଇଛି। ଗୋଟେଥିରେ ସ୍ୱାମୀ ସ୍ତ୍ରୀ ରହୁଛନ୍ତି, ଆଉ ଅନ୍ୟ କୋଟୀରରେ ତାଙ୍କ ସାନ ଭାଇ ଲକ୍ଷ୍ମଣ ରହୁଛି। ତ ଦେଖିକରି ସେ ଆଶ୍ଚର୍ଯ୍ୟ ହେଲା ଏବଂ ମନେ ମନେ ଚିନ୍ତା କଲା ଯେ ଏଭଳି ଦିବ୍ୟ ସୁନ୍ଦର ପୁରୁଷ ମାନବ ସମାଜ ଭିତରେ ଥାଇପାରନ୍ତି, ଏ କଥା ତାହାକୁ ନୂଆ ଲାଗିଲା। ସେ ମନେ ମନେ ସ୍ଥିର କଲା, ଏମିତି ସୌନ୍ଦର୍ଯ୍ୟ ବ୍ୟକ୍ତିକୁ ବିବାହ କଲେ ଜୀବନଟା ହୁଏତ ସାର୍ଥକ ହୁଅନ୍ତା। ଏହାକୁ ଭାବି ସେ ରାମଙ୍କ ନିକଟରେ ଯାଇ ପହଞ୍ଚିଲା ଏବଂ ପଚାରିଛି, କୁଟୀର ଭିତରେ କିଏ ଅଛ? ରାମ ବାହାରି ଦେଖିଲେ ଏକ ଦିବ୍ୟ ନାରୀ, ଦିବ୍ୟ ସୁନ୍ଦରୀ ନାରୀ। ସେ ରାମଙ୍କୁ ପଚାରୁଛି, ତମେ କେଉଁଠିକା, କ'ଣ ପାଇଁ ଏଠି ପର୍ଣ୍ଣ କୋଡ଼ିଆ କରି ରହୁଛ, ଆଉ କ'ଣ ପାଇଁ ଆସିଛ? ରାମ ତାଙ୍କର ସମଗ୍ର ଠିକଣା ଜଣାଇ ଦେଲେ। ଓଲଟି ଶୂର୍ପଣଖାକୁ ପଚାରିଲେ, ତମେ କିଏ? ତମର ପରିଚୟ କାହିଁ ମୋତେ ତ ଦେଲ ନାହିଁ, ତେବେ ତମର ପରିଚୟ ପ୍ରଦାନ କର। ଶୂର୍ପଣଖା ତା ନିଜର ପରିଚୟ ଦେଲା, ମୁଁ ରାବଣର ଭଉଣୀ ବିଶ୍ରବା ନନ୍ଦିନୀ, ସ୍ୱର୍ଣ୍ଣମୟୀ ଲଙ୍କାର ରାଜାର ମୁଁ ଭଉଣୀ। ଆଉ ଗୋଟିଏ କଥା ଆପଣଙ୍କୁ ପଚାରିବାକୁ ମୁଁ ଚାହୁଁଛି, ଆପଣ ଯଦି ହଁ କରିବେ ତାହେଲେ ମୁଁ କହିବି। ଆଗେ କୁହ, ନା ତୁମେ ମୋତେ ବିବାହ କର। ରାମ ଶୂର୍ପଣଖାକୁ କହିଲେ, ହେ ନାରୀ, ଆପଣ ଏ ଅବାନ୍ତର କଥା ମୋତେ କାହିଁ କହୁଛନ୍ତି? ମୁଁ ପୁରା ବିବାହିତ, ସଙ୍ଗରେ ପରା ମୋ ସ୍ତ୍ରୀ ଅଛନ୍ତି, ଆଉ ମୁଁ କାହିଁ ବାହା ହେବି? ଆଉ ମୋ ସ୍ତ୍ରୀ କ'ଣ ଦରକାର? ହରିଓ ବାବୁ ରାମ, ତୁମେ କି କଥା କହୁଛ? ତୁମ ବାପା ଦଶରଥଙ୍କ ଉପରେ 750 ହେଲାଣି। ତାଙ୍କ ବାପାଙ୍କର କେତେ ହେଇଥିବ, ତାଙ୍କ ବାପାଙ୍କର କେତେ ହେଇଥିବ, ତାଙ୍କ ବାପାଙ୍କର କେତେ ହେଇଥିବ। ତୁମେ ଏମିତି ରଜାର ପୁଅ, ଯେଉଁମାନେ କି ବହୁ ସ୍ତ୍ରୀ ଗ୍ରହଣ କରିଛନ୍ତି, ତମର ଗୋଟିଏ ଅଛି, କ'ଣ ତମେ କହୁଛ ମୋର ବିବାହିତ ସ୍ତ୍ରୀ ଅଛି ଗୋଟିଏ ବୋଲିକି? ଦୁଇଟା ହେଲେ କ୍ଷତି କ'ଣ? ଅନେକଟା ବି ହଉ, ଆପତ୍ତି କାହିଁକି? ନାଇଁ ନାଇଁ ସୁନ୍ଦରୀ, କଥା ସେମିତି ନାହିଁ। ମୁଁ ତାକୁ ନିୟମ କରିଛି,
ସୀତା ବ୍ୟତୀତ ଆଉ ମୁଁ କାହାକୁ ଏଇ ଜନ୍ମରେ ବାହା କରିବି ନାହିଁ। ତେଣୁ ମୁଁ କୁଳଦୀପ ଛୁଇଁ ନିୟମ ଯେତେବେଳେ କରିଛି ତମ କଥା ମୁଁ ରକ୍ଷା କରିପାରିବି ନାହିଁ। ତମେ ମୋ ଠାରୁ ଯେଉଁ ଆଶା ନେଇକିରି ଯାଇଛ ନିରାଶା ନେଇକିରି ଫେରିଯାଅ। ନାଇଁ ନାଇଁ ଭାବ, ତୁମକୁ ମୁଁ ଅନୁରୋଧ କରୁଛି ତୁମେ ଯେକୌଣସି ପ୍ରକାର ମୋ କଥାଟିକୁ ରଖ। ଯଦି ତୁମେ କହୁଛ ତାହେଲେ ସାଙ୍ଗରେ ମୋର ସାନ ଭାଇ ଲକ୍ଷ୍ମଣ ଅଛି, ତା ପାଖକୁ ଯା। ସେ ବି ବିବାହିତ, କିନ୍ତୁ ତା ସ୍ତ୍ରୀ ସଙ୍ଗରେ ନାହିଁ। ସେ ଯଦି ଚାହିଁବ, ଅଟକି ଗଲ ଯେ ବାବୁ, ଯଦି ଚାହିଁବ ବିବାହ କରିବ ତମକୁ, ମୋର ଆପତ୍ତି କିଛି ନାହିଁ। ତମେ ତାଙ୍କୁ ଯାଇକି କହ। ଦେଖିଲା ସେ ବାବୁ, ଏଇଟା ତ ଭଲ ହୁଅନ୍ତା। ଏ ଲୋକଟା ଟିକେ ଶ୍ୟାମଳ ବର୍ଣ୍ଣର, କାଳିଆ କାଳିଆ ଦିଶୁଛି, ସେଇଟା ତ ଗୋରାଟା। ସେଇଟା ଯଦି ମୋର ସ୍ୱାମୀ ହେଇଯିବ ବୋଲେ ତ ଆହୁରି ଭଲ ହେବ। ତାହେଲେ ସେ ବାବୁ ହଁ କରିବେ ତ? ମୁଁ କାହିଁ ଜାଣିବି, ତୁ ଯାଇ କହୁନା। ହଉ ତାହେଲେ ମୁଁ ଯାଉଛି। ହଉ ଏ ବାବୁ ଲକ୍ଷ୍ମଣ, ତମ ବଡ଼ ଭାଇନା ମୁଁ ତମକୁ ପଠେଇଛନ୍ତି ମୋତେ ବାହା। ତମେ କିଏ? ତମ ପରିଚୟ ମୋତେ ଦଉନା। ତମ ପରିଚୟ ମୋତେ ଦଉନା। ମୋର ପରିଚୟ, ମୁଁ ହେଲା ଲଙ୍କାର ରାଜନନ୍ଦିନୀ, ବିଶ୍ରୁଆ ଋଷିଙ୍କର ଝିଅ, ରାବଣର ବୋହୂ। ଆଉ ମୁଁ ତୁମକୁ ସ୍ୱାମୀ ରୂପରେ ପାଇବା ପାଇଁ ଅନୁରୋଧ କରୁଛି। ଦେଖ ସୁନ୍ଦରୀ, ତୁମେ ଯାହା ଆଶା ପୋଷଣ କରିଛ ତୁମର ଆଶାଟି ବୃଥା। ତୁମେ ହେଲ, ତୁମେ ବ୍ରାହ୍ମଣ ଘର ଝିଅ, ଆମେ କ୍ଷତ୍ରିୟ ଜାତିରେ ତୁମେ ହେଉଛ ଶ୍ରେଷ୍ଠ ଜାତି ବ୍ରାହ୍ମଣ। ତା ଛଡ଼ା ତମକୁ ବିବାହ ମୁଁ କଲେ, ତୁମେ ବ୍ରାହ୍ମଣ ଘର ଝିଅ, ଆମେ ହେଲୁ କ୍ଷତ୍ରିୟ ଘର ଝିଅ, କି ପୁଅ। ତମର ଜାତି ଆମ ଜାତି ଠାରୁ ଉଚ୍ଚରେ, ପୁଣି ମୁଁ ରାମଙ୍କର ଦାସ। ତୁମେ ମୋର ଘରଣୀ ହେଲେ ତୁମେ ସୀତାଙ୍କର ଦାସୀ ହେବ। ଏକରେ ତୁମେ ବ୍ରାହ୍ମଣୀ, ଦୁଇରେ ତୁମେ ଦାସୀ ହେବ। ଏ କଥା ମୋତେ ଭଲ ଲାଗିବନି, ମୁଁ କରେଇ ପାରିବି ନାହିଁ। ତୁମେ ଯେଉଁ ଆଶା କରିଛ ସେ ଆଶାଟାକୁ ମନରୁ ପୋଛି ଦିଅ। ଆଉ ମୁଁ ତୁମକୁ କଦାପି ବିବାହ କରିପାରିବିନି, ମୋ ଘରଣୀ କରି ରଖିପାରିବି ନାହିଁ। ତୁମେ ଯେଉଁଠୁ ଆସିଛ ସେଇଠିକି ତୁମେ ବାହାରିଯା। ତୁମ ବଡ଼ ଭାଇନା କହିଛନ୍ତି ତୁମେ ତାଙ୍କ କଥା ବି ରଖିବନି ନା? ମୋ ବଡ଼ ଭାଇନା କାହିଁ କହିବେ? ଆଉ ମୁଁ ରଖିପାରିବିନି, ଆଉ ଏ କାମ ତୋତେ ମୁଁ କରେଇ ପାରିବିନି। ପୁଣି ଶୂର୍ପଣଖା ମନରେ ବିସ୍ମିତ ହେଇଗଲା। ମନେ ମନେ ଭାବିଲା, କି ପ୍ରକାର ଲୋକ, ଏଡ଼େ ବଡ଼ ସୌନ୍ଦର୍ଯ୍ୟର ଅଧିକାରୀ, ତାକୁ ଦେଖିଲେ ମନର ଆଖି ପିଛୁଡ଼ା ମାରି ହେଉନି, ଦେଖୁଥା ପରି ଲାଗୁଛି। ପୁଣି ସେ ନିରାଶ ବଚନ ମୋତେ କହୁଛି। ଏଠୁ ଶୂର୍ପଣଖା ମନରେ ଖେଦୋକ୍ତି ବାଢ଼ି ଦ୍ୱିପଦ ଗୀତ ଗାଇ କହିଲା, ତୋତେ କିଏ କଲା ବନଚାରୀ ଲୋ ଜଟାଧାରୀ, ତୋତେ କିଏ କଲା ବନଚାରୀ ଲୋ ଜଟାଧାରୀ। ତୋ ରୂପ ଦେଖିଲେ ପାଷାଣ ତରଳେ, ତୋ ରୂପ ଦେଖିଲେ ପାଷାଣ ତରଳେ, ମରମ ଯାଏ ମୋର ଜଳି 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 ଜଳି, ତୋତେ କିଏ କଲା ବନଚାରୀ ଲୋ ଜଟାଧାରୀ। ଏତିକି କହି ରାମଙ୍କ ନିକଟକୁ ପଳେଇ ଆସିଲା। କହିଲା, ହଇ ଏ ଲକ୍ଷ୍ମଣର ବଡ଼ ଭାଇନା, ତୁମ କଥା ତ ତୁମ ସାନ ଭାଇ କାହିଁ ତ ମାନିଲାନି, ସେ ମୋତେ ବାଉଡ଼େଇ ଦେଲା। ଆଉ ତୁମେ ତାକୁ ଭଲ କରି କହିନ, ଆଉ ମୋ ବଡ଼ ଭାଇନା ମୋତେ କାହିଁ କହିବେ ବୋଲି ସେ କହୁଛି। ଆଉ ତୁମେ ବ୍ରାହ୍ମଣୀ, ତୁମେ ରାଜନନ୍ଦିନୀ,
ତୁମକୁ ଦାସୀ କରି ହେବାକୁ ପଡ଼ିବ, ଆଉ ମୁଁ ତୁମକୁ ଦାସୀ କରାଇ ପାରିବି ନାହିଁ। ଆଉ ନିରାଶ କରିକିରି ମୋତେ ଫେରାଇ ଦେଲା। ଆଉ ତୁମ ଭାଇନାଟାକୁ ଟିକେ ଭଲ କରି ତୁମେ କହୁନା। ହଉ ହଉ ହଉ, ଏଥର ମୁଁ ପତ୍ର ଲେଖି ଦେଉଛି। ଏ ପତ୍ର ଖଣ୍ଡିକ ନେଇକିରି ଗଲେ ସେ ପତ୍ରଟା ପଢ଼ିକିରି କଥା ନାହିଁ। ହଁ ଲେଖିଦେଉନା, ଭଲ କରି ଟିକେ ଲେଖିଦିଅ। ସେ ଲେଖିଦେଲା, ବାବୁ ନାକ ସିରି ଦାନ ଯୋଗ୍ୟ ଯୋଷାକୁ ବିହର କାନନ କର ଆଲିଙ୍ଗନକୁ। ଏତିକି କହି ପତ୍ରଟାକୁ ଦେଇଦେଲା। ପତ୍ରଟାକୁ ନେଇକିରି ଗଲା, ଏ ବାବୁ ଲକ୍ଷ୍ମଣ, ଏଇ ଦେଖ ତୁମ ବଡ଼ ଭାଇନା ତୁମକୁ ଚିଠି ଲେଖିଛନ୍ତି, ଏଇ ଚିଠିଟା ପଢ଼, ଆଉ ସେ ଅନୁସାରେ ତୁମେ କାମ କର। ଲକ୍ଷ୍ମଣ ପଢ଼ିଲେ। ଏ ଶୂର୍ପଣଖା ମନେ ଶୂର୍ପଣଖା ଚିଠିଟାକୁ ପଢ଼ିଲା। କହିଲା, ଭଲ ଲେଖିଛି ତା, ଏଥର ବାବୁ ଆଉ ନାସ୍ତି କରିବ ନାହିଁ। ୟାର ନାକ ସିରିଟା ସ୍ୱର୍ଗ ସୁଖ, ଆଉ ତାକୁ ବିହାର କର ବୋଲି ଲେଖିଛି, ଭଲ ଲେଖିଛି। ଲକ୍ଷ୍ମଣକୁ ଯାଇକିରି ଯେତେବେଳେ ଦେଇଦେଲା, ଲକ୍ଷ୍ମଣ ପଢ଼ିକିରି ଯେତେବେଳେ ଦେଖିଲେ, ସେ ବୁଝିଲେ ଆଉ ଏକ ହିସାବରେ। ସେ ମନେ ଭାବିଲେ ଯେ ଆରେ ୟାର ନାକ ସିରି ସ୍ୱର୍ଗ ସୁଖ ବୋଲିକିରି ତୁ ଭାବନା, ତାକୁ ତୁ ଆଲିଙ୍ଗନ କରନା, ତା ନାକ କାନକୁ ବିହରଣ କରିଦିଅ, ଛେଦନ କରିଦିଅ। ଏଇଟା ଲେଖିଛନ୍ତି ବଡ଼ ଭାଇନା ବୋଲି ସେ ଭାବିଲା। ଆଉ ଶୂର୍ପଣଖାର କେଶକୁଟାକୁ ଧରି ପକେଇଲା। ମନେ ମନେ ଏଥର ଲକ୍ଷ୍ମଣଟା ବୋଲ ମାନିଲା ବୋଧେ ବଡ଼ ଭାଇନାର, ଆଉ ଇଏ ମୋ କଥା ରଖିବ। ତା ମୁଣ୍ଡଟାକୁ କେଶଟାକୁ ଧରିକି ତଳକୁ ଦାବିଦେଲା, ଆଉ ତା ସ୍ୱର ଫଳକରେ ତା ନାକ ଆଉ କାନକୁ କାଟିଦେଲା। ଆଶ୍ଚର୍ଯ୍ୟ ହେଲା ରାକ୍ଷାଶୁଣି, ଘୋର ଗର୍ଜନ କରିକିରି ତାକୁ ଜଗି ରହିଥିବା 14,000 ରାକ୍ଷସମାନଙ୍କର ମଧ୍ୟରେ 3 ଜଣ ମୁଖ୍ୟ ସେନାପତି ଥିଲେ। ସେମାନେ ହେଲେ ଖର, ଦୂଷଣ, ତ୍ରିଶିର। ତାଙ୍କ ପାଖକୁ ଯାଇ ଅଭିଯୋଗ ଜଣାଇଲା। 2ଟା ଭାଇ ଆସିଛନ୍ତି, ସାଙ୍ଗରେ ତାଙ୍କର ଘରଣୀ ଗୋଟେ ଅଛି, ଆଉ ଗୋଟେ ନାହିଁ। ମୁଁ ତାଙ୍କ ପାଖକୁ ଯାଇଥିଲି, ସେମାନେ ମୋତେ ଧରି ନାକ କାନ କାଟିଦେଲେ। ତାପରେ ସେମାନେ ଆସିକିରି ଏଠି ରାମ ଲକ୍ଷ୍ମଣଙ୍କ ସହିତ ଯୁଦ୍ଧ କଲେ ଏବଂ ଯୁଦ୍ଧରେ ସମସ୍ତେ ନିପାତ ହେଲେ। ତାପରେ ଶୂର୍ପଣଖା ସମସ୍ତଙ୍କର ମୃତ୍ୟୁ ଦେଖି ଲଙ୍କାପୁରକୁ ପଳାଇ ଯାଇ ତା ଭାଇ ରାବଣଙ୍କୁ ଅଭିଯୋଗ ଜଣାଇ